ବନ୍ଧୁଗଣ ସବୁ ବାପା ମାଙ୍କ ତାଙ୍କ ସନ୍ତାନକୁ ବହୁତ ଅଧିକ ଭଲ ପାଉଥାନ୍ତି। ପିଲାର ପାଠପଢ଼ା ଠାରୁ ଆରମ୍ଭ କରି ନିଜ ସନ୍ତାନରେ ବିବାହ ପର୍ଯ୍ୟନ୍ତ, ଏମିତିକି ସନ୍ତାନର ମଙ୍ଗଳ ପାଇଁ ତାହାର ସବୁକିଛି କଥା ପାଇଁ ବହୁତ ଧ୍ୟାନ ଦେଇଥାନ୍ତି। ବନ୍ଧୁଗଣ ସବୁ ବାପା ମାଙ୍କ ପାଇଁ ତାଙ୍କ ଝିଅ ବାହାଘରର ଦିନ ତାଙ୍କ ପାଇଁ ବହୁତ ବଡ଼ ଦିନ ହୋଇଥାଏ। ବାପା ମା ନିଜର ଝିଅକୁ ଭଲ ଭାବରେ ଶାଶୁଘରକୁ ବିଦା କରିବା ସହ ତାଙ୍କ ସକ୍ଷମ ଅନୁସାରେ ସେମାନେ ଝିଅର ବିଦାୟ ସମୟରେ ଝିଅକୁ ଅନେକ ପ୍ରକାରର ଉପହାର ମଧ୍ୟ ଦେଇଥାନ୍ତି। ଆପଣମାନେ ଜାଣିଛନ୍ତି କି ଝିଅକୁ ବିବାହ ସମୟରେ ଉପହାର କେଉଁ ଜିନିଷ ଦେବା ଉଚିତ ଓ କେଉଁ ଜିନିଷ ଦେବା ଉଚିତ ନୁହେଁ? ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଝିଅକୁ କେବେ ଦେବା ଉଚିତ ନୁହେଁ, ନଚେତ୍ ଝିଅ ବାପା ଘର ଲୋକ ବର୍ବାଦ ହୋଇଯିବେ। ଝିଅ ବାହାଘର ସମୟରେ ମା ବାପା ନିଜ ଆଡ଼ୁ ସବୁ ପ୍ରକାରର ଚେଷ୍ଟା କରନ୍ତି ଯେ ତାଙ୍କ ଝିଅର ବିବାହ ସମୟରେ ଯେପରି କୌଣସି ପ୍ରକାରର ଭୁଲ ନ ହେଉ ଓ ଆମ ଝିଅ ବିବାହ ଭଲରେ ହୋଇଯାଉ, ବିବାହ ପରେ ତା ଜୀବନର ସୁଖମୟ ହେଉ। ତେବେ ମା ବାପା ନିଜ ଝିଅକୁ ସବୁ ପ୍ରକାରର ଉପହାର ଦେଇଥାନ୍ତି, କିନ୍ତୁ ଏହା ସମୟକୁ ଜାଣି ରଖିବା ଉଚିତ ଯେ କେବେ ବି ଭୁଲରେ ନିଜ ଝିଅକୁ ଗଣେଶ ଭଗବାନଙ୍କର ମୂର୍ତ୍ତି ବା ଚିତ୍ର କେବେ ଉପହାରରେ ଦିଅନ୍ତୁ ନାହିଁ, ନଚେତ୍ ଆପଣଙ୍କ ଘର ବର୍ବାଦ ହୋଇଯିବ। ତେବେ ଯଦି ଆପଣଙ୍କ ଘରେ କୌଣସି ନକାରାତ୍ମକ ଆପଣଙ୍କ ଘର ବର୍ବାଦ କରୁଛି, ବାପା ମାଙ୍କ ଘରେ କିଛି ଅସୁବିଧା ହେଉଛି, ତେବେ ଆପଣଙ୍କୁ ଗାଈକୁ ରୁଟି ଖୁଆଇବାକୁ ଉଚିତ। ତେବେ ମନେ ରଖନ୍ତୁ, ଘରେ ରୋଷେଇ ହେଇଥିବା ପ୍ରଥମ ରୁଟି ଗାଈ ପାଇଁ ବାହାର କରି ରଖନ୍ତୁ ଓ ଗାଈକୁ ଖାଇବାକୁ ଦିଅନ୍ତୁ। ଆପଣଙ୍କ ସବୁ ଆର୍ଥିକ ଅସୁବିଧା ଦୂର ହୋଇଯିବ। ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ କୌଣସି ପଶୁମାନଙ୍କୁ ଖାଇବା ହେଲେ ତାଙ୍କୁ ଅଇଁଠା ଦିଅନ୍ତୁ ନାହିଁ, କାରଣ ତାଙ୍କ ଭିତରେ ମଧ୍ୟ ଜୀବନ ଅଛି ଓ ପରଆତ୍ମା ଅଛନ୍ତି ଓ ଆପଣଙ୍କ ପଶୁ ଦ୍ୱାରା ତାଙ୍କୁ ଶାନ୍ତ କରୁଛନ୍ତି। ସେଥିପାଇଁ ତାଙ୍କୁ ରୋଷେଇ ହେବା ପରେ ଭୋଗ ଭଳି ବାହାର କରି ରଖି ଦିଅନ୍ତୁ ଓ ନିଜ ସମୟ ଅନୁଯାୟୀ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ସବୁ ସମସ୍ୟା ଧୀରେ ଧୀରେ ସମାଧାନ ହୋଇଯିବ। ଗାଈ, କୁକୁର, ମାଛ ଏହି ସବୁ ପଶୁମାନଙ୍କୁ ଖାଇବାକୁ ଦେଲେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ, ଯଦି ଭିଡ଼ିଓ ଭଲ ଲାଗିଥାଏ ତେବେ ଆମ ଭିଡ଼ିଓ ଲାଇକ୍ ଓ ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଧନ୍ୟବାଦ।